ମୁଁ ସ୍ୱାଗତ କରୁଛି +3 ଡେଲି କ୍ଲାसेस यूट्यूब चैनल को। तुम मैंने जदि +3 ओडिया ଅନର୍ସରେ ପଢୁଛ କିମ୍ବା ଆଗକୁ ପଢିବାକୁ ଭାବୁଛ ତେବେ ଏହି ଭିଡ଼ିଓଟି ତମମାନଙ୍କ ପାଇଁ। ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା +3 ଓଡ଼ିଆ ଅନର୍ସ ସମସ୍ତ ସେମିଷ୍ଟାର ବୁକ୍ର ନାମ ଏବଂ ଏହାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ। କେଉଁ ସେମିଷ୍ଟାରରେ କେତେ ପୁସ୍ତକ ପଢ଼ିବାକୁ ପଡ଼ିବ, ଓଡ଼ିଆ ଅନର୍ସରେ କେଉଁ କେଉଁ ବିଷୟ ଅଛି, ସମ୍ପୂର୍ଣ୍ଣ ସିଲାବସ୍ କିପରି ରହିଛି, ଗୋଟିଏ ସେମିଷ୍ଟାରରେ କେତୋଟି ବୁକ୍ ରହିଛି, କେଉଁ ବୁକ୍ କେବେ ଏକ୍ଜାମ୍ ଦେବୁ, ଏମିତି ଅନେକ କ୍ୱେଶ୍ଚିନ୍ ତମମାନଙ୍କ ମନକୁ ଆସୁଥିବ। ସୋ ପିଲାମାନେ, ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଅଲ୍ ସେମିଷ୍ଟାର ବୁକ୍ ଡିଟେଲ୍ସ ତମମାନଙ୍କୁ ମୁଁ ଦେବି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖ, ନହେଲେ କିଛି ବୁଝା ପଡ଼ିବନି, ଶେଷରେ ତମେମାନେ ହିଁ ହଇରାଣ ହେବ। ପ୍ରଥମେ ତ ତମେମାନେ ଜାଣିନିଅ +3 ତମେମାନେ କେତେ ଇୟର୍ କରିବ, କେତୋଟି ସେମିଷ୍ଟାର ଲେଖିବ, ତାପରେ ବୁକ୍ ନେମ୍ ଜାଣିବା। ତ ଷ୍ଟୁଡେଣ୍ଟ NEP 2020 ହିସାବରେ ଯେଉଁମାନେ +3 କରୁଛ ସେମାନେ 4 ବର୍ଷ +3 କରିବ। ପ୍ରଥମେ ଯେହେତୁ +3 3 ବର୍ଷ ଥିଲା ତ ସେମାନେ 6ଟି ସେମିଷ୍ଟାର ଦେଉଥିଲେ। ଏବେ ଯେହେତୁ NEP 2020 ହିସାବରେ +3 4 ବର୍ଷ ହେଲା ତ ତମେମାନେ କେତୋଟି ସେମିଷ୍ଟାର ଦେବ? 8ଟି। ସେଥିପାଇଁ ପ୍ରତ୍ୟେକ ସେମିଷ୍ଟାରରେ କେତୋଟି ଲେଖାଏଁ ବୁକ୍ ରହିବ ଏ ଭିଡ଼ିଓ ମାଧ୍ୟମରେ ଜାଣିନେବା। ତାପରେ ଅଛି ଆମର ସେମିଷ୍ଟାରରେ କେତେ ମାସରେ ଗୋଟିଏ ସେମିଷ୍ଟାର ହେବ। ତ 6 ମାସରେ ଗୋଟିଏ ଲେଖାଏଁ ସେମିଷ୍ଟାର ହେବ ତମମାନଙ୍କର। ପ୍ରତି ସେମିଷ୍ଟାରରେ ବୁକ୍ ଚେଞ୍ଜ ହେବ। ତ ଏବେ ଆମେ ଦେଖିବା ବୁକ୍ର ନେମ୍ ଗୁଡ଼ା। ଫାର୍ଷ୍ଟ ସେମିଷ୍ଟାରରେ ଆମର ରହିଛି 2ଟା ବୁକ୍, ଯାହାକି ଭାଷା ବିଜ୍ଞାନ ସାହିତ୍ୟର ସ୍ୱରୂପ। ଏ 2ଟା ବୁକ୍ର ତମେ ପେପର ଦେବ। ତ ସେକେଣ୍ଡ ସେମିଷ୍ଟାରରେ ଆମର ରହିଛି, ସେକେଣ୍ଡ ସେମିଷ୍ଟାରରେ ବି ସେହିପରି ଆମର 2ଟା ବୁକ୍ ରହିଛି। ଗୋଟିଏ ପ୍ରାଚୀନ ଓଡ଼ିଆ ସାହିତ୍ୟର ଇତିହାସ ଏବଂ ଅନ୍ୟଟି ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଇତିହାସ। ତ ପିଲାମାନେ ଥାର୍ଡ଼ ସେମିଷ୍ଟାରରେ ତମେମାନେ 3ଟି ବୁକ୍ର ଏକ୍ଜାମ୍ ଦେବ, ଯାହାର ନାଁ ହେଉଛି ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ। ସେଥିରେ ନବଜାଗରଣ ଯୁଗ ଓ ସତ୍ୟବାଦୀ ଧାରା ରହିଛି। ସେକେଣ୍ଡ ବୁକ୍ ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ସେଥିରେ ରହିଛି ସବୁଜ ପ୍ରଗତିବାଦୀ ଧାରା ଓ ସ୍ୱାଧୀନତା ପରବର୍ତ୍ତୀ କାଳ। ଥାର୍ଡ଼ଟି ଆମର ରହିଲା ପ୍ରାଚୀନ ମଧ୍ୟଯୁଗୀୟ ଓଡ଼ିଆ କବିତା। ସେହିପରି ଆମର ଫୋର୍ଥ ସେମିଷ୍ଟାରରେ ମଧ୍ୟ 3ଟି ବୁକ୍ ରହିଲା। 3ଟି ବୁକ୍ର ଏକ୍ଜାମ୍ ଦେବ ତମମାନେ। ଆଧୁନିକ ଓଡ଼ିଆ କବିତା, ସେକେଣ୍ଡ ଓଡ଼ିଆ ନାଟକ, ଥାର୍ଡ଼ ଓଡ଼ିଆ କଥା ସାହିତ୍ୟ। ଫିଫ୍ଥ ସେମିଷ୍ଟାରରେ ମଧ୍ୟ ସେମିତି 3ଟି ବୁକ୍ ରହିଛି। ଫାର୍ଷ୍ଟ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ, ଓଡ଼ିଆ ଲୋକ ସାହିତ୍ୟ, ଓଡ଼ିଆ ଭାଷା ଓ ଲିପିର ଐତିହାସିକ ପରିବର୍ତ୍ତନ। ସିକ୍ସ ସେମିଷ୍ଟାରରେ ତମେ ଦେବ 2ଟି ବୁକ୍, ଯାହାକି ଆମର ଓଡ଼ିଆ ଭାଷାରେ ଧ୍ୱନିତତ୍ତ୍ୱ, ଶବ୍ଦ ସମ୍ଭାର, ଅନ୍ୟ ଭାଷାର ପ୍ରଭାବ ଓ ଶାସ୍ତ୍ରୀୟତା। ସେକେଣ୍ଡ ବୁକ୍ରେ ଓଡ଼ିଆ ବ୍ୟବହାରିକ ବ୍ୟାକରଣ ରହିଛି। ସେହିପରି ସେଭେନ୍ଥ ସେମିଷ୍ଟାରରେ ତମେ ଦେବ 4ଟି ବୁକ୍ର ଏକ୍ଜାମ୍। ଫାର୍ଷ୍ଟ ବୁକ୍ ଓଡ଼ିଆ ଭାଷାର ବ୍ୟବହାରିକ ପ୍ରୟୋଗ, ସେକେଣ୍ଡ ପ୍ରାଚ୍ୟ ପାଶ୍ଚାତ୍ୟ କାବ୍ୟ ତତ୍ତ୍ୱ, ଥାର୍ଡ଼ ବୁକ୍ର ନାମ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଅନୁଶୀଳନ, ଫୋର୍ଥ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟର ଅନୁଶୀଳନ। ଏହିସବୁ ତମେ ସେଭେନ୍ଥ ସେମିଷ୍ଟାରରେ ଦେବ। ସେହିପରି 8th ସେମିଷ୍ଟାରରେ ତମର ରହିଲା ସେହିପରି 4ଟି ବୁକ୍ 8th ସେମିଷ୍ଟାରରେ ମଧ୍ୟ ରହିଛି। ପ୍ରଥମ ବୁକ୍ର ନାମ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟର ଅନୁଶୀଳନ।
ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଦ୍ୟ ସାହିତ୍ୟ ଓ ପତ୍ରିକାର ଅନୁଶୀଳନ ସେକେଣ୍ଡ ବୁକ୍ର ନେମ୍। ଥାର୍ଡ଼ ବୁକ୍ର ନେମ୍ ହେଉଛି ଓଡ଼ିଆ ଶିଶୁ ସାହିତ୍ୟ ଓ ବିଜ୍ଞାନ ଭିତ୍ତିକ ସାହିତ୍ୟ। ଫୋର୍ଥ ବୁକ୍ର ନେମ୍ ଓଡ଼ିଶାର ସାଂସ୍କୃତିକ ଇତିହାସ। ଏହିସବୁ ତମର 8th ସେମିଷ୍ଟାରରେ ରହିଛି। ସୋ ପିଲାମାନେ ଏହିସବୁ ତମର ଓଡ଼ିଆ ଅନର୍ସର ସମସ୍ତ ସେମିଷ୍ଟାରର ବୁକ୍ସ ନେମ୍ ଗୁଡ଼ା ତମେ ଚାହିଁଲେ